ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ସବୁଦିନ ଭଳି ଆଜି ମଧ୍ୟ ଗ୍ରାମବାସୀ ନିତ୍ୟ କର୍ମ ସାରି ଗ୍ରାମ ଦେବାଦେବୀଙ୍କ ଦର୍ଶନ ପାଇଁ ଭୋର ସମୟରେ ପହଞ୍ଚିଲେ ସ୍ଥାନୀୟ ମନ୍ଦିରରେ। କିନ୍ତୁ ଦର୍ଶନ କରିବେ କ'ଣ, ମନ୍ଦିରର ଅବସ୍ଥା ଦେଖି ହତବାକ୍ ହୋଇଯାଇଥିଲେ ଗ୍ରାମବାସୀ। ଖୋଲା ଥିଲା ମନ୍ଦିର କବାଟ, କଟା ଯାଇଥିଲା କବାଟରେ ପଡ଼ିଥିବା ତାଲା, ଭଙ୍ଗା ଯାଇଥିଲା ଦାନବାକ୍ସ, ଦେବାଦେବୀଙ୍କ ଅଙ୍ଗରୁ ଉଭାନ ହୋଇଯାଇଥିଲା ପିନ୍ଧା ଅଳଙ୍କାର। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗଡ଼ ନୃସିଂହ ପ୍ରସାଦ ପଞ୍ଚାୟତର ଶାମଳ ଗ୍ରାମର 3ଟି ମନ୍ଦିର, ପାଳସ ପିଠିଆ ଗ୍ରାମର ଗୋଟିଏ, ଦୟାଣା ବିଲ ପଞ୍ଚାୟତର ଗୋଟିଏ ଏବଂ ସୁର ପ୍ରତାପପୁର ଗ୍ରାମର 2 ଗୋଟି ମନ୍ଦିରରୁ ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତ ପ୍ରାୟ 20 ଲକ୍ଷର ସୁନା ଗହଣା ଚୋରି କରି ନେଇଥିବା ଖବରରୁ ଜଣାପଡ଼ିଛି। ଶାମଳ ଗ୍ରାମର ମଙ୍ଗଳା ମନ୍ଦିର, ରାଧାକୃଷ୍ଣ ମନ୍ଦିର ଏବଂ ହନୁମାନଙ୍କ ମନ୍ଦିର କବାଟ ତାଲା ଭାଙ୍ଗି ଠାକୁରଙ୍କ ପିନ୍ଧା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏମିତିକି ଗ୍ରାମବାସୀଙ୍କ କହିବାନୁସାରେ ମଙ୍ଗଳାଙ୍କ ମନ୍ଦିରରେ ମାତ୍ର କିଛି ଦିନ ପୂର୍ବରୁ ନବକଳେବର ହୋଇଥିଲା, ଯାହା ପାଇଁ ଗ୍ରାମବାସୀ ନିଜ ସକ୍ଷମ ଅନୁସାରେ ମନ୍ଦିରକୁ ଅନେକ ଗହଣା ଦାନ କରିଥିଲେ। ସେହିଭଳି ପାଳସ ପିଠିଆ ଗ୍ରାମର ଶନି ମନ୍ଦିରରୁ ଦାନବାକ୍ସ ଭାଙ୍ଗି ବାକ୍ସ ଭିତରୁ ଟଙ୍କା ଚୋରି କରି ନେଇଛନ୍ତି ଏବଂ ଡହଣାବିଲ ସାହି ମନ୍ଦିରରୁ ଦାନବାକ୍ସ, ସୁର ପ୍ରତାପପୁର ଗ୍ରାମର ରାଧାକୃଷ୍ଣ ମନ୍ଦିର ଏବଂ ହନୁମାନ ମନ୍ଦିରରୁ ମଧ୍ୟ ଦାନବାକ୍ସ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ତେବେ ଏନେଇ ଗ୍ରାମବାସୀ ପୃଥକ ଭାବରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନାରୁ ଜଣାପଡ଼ିଛି। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।